जय जगन्नाथ आसूची मकर संक्रांति जहाँकि आपणकर जनवरी 14 तारीख पड़ुଛି आपणମାନଙ୍କର ଜାଣିବାର ଆବଶ୍ୟକତା ଅଛି ଆମ ସଂସ୍କୃତି ଆମ ପରମ୍ପରା ସହିତ ଆମ ପର୍ବ ବିଜ୍ଞାନ ସହିତ ମଧ୍ୟ ଜଡ଼ିତ ଯେମିତି ଶୀତର ପ୍ରଭାବ ମକର ସଂକ୍ରାନ୍ତିରୁ କମି କମି ଯାଇଥାଏ ସେଥିପାଇଁ ଆପଣ ଚାଉଳ ଖାଇ ପରୀକ୍ଷା କରନ୍ତି ଯେ ଏ ଚାଉଳ ହଜମ ହେଉଛି କି ନାହିଁ ସୂର୍ଯ୍ୟଙ୍କର ଯେତେବେଳେ ପ୍ରଭାବ ବଢ଼େ ସେତେବେଳେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ କାହିଁକିନା ଶୀତ ଦିନେ ଖାଦ୍ୟ ଏତେ ଶୀଘ୍ର ହଜମ ହୁଏ ନା ତେଣୁ ଆପଣ ଚାଉଳ ଖାଇ ପରୀକ୍ଷା କରନ୍ତି ମକର ଚାଉଳ ଖାଇ ପରୀକ୍ଷା କରନ୍ତି ତେଣୁ ମକର ସଂକ୍ରାନ୍ତି ଦିନ ଆପଣ କିଛି ପ୍ରତିକାର କରନ୍ତୁ ଯାହାଦ୍ୱାରା ଆପଣଙ୍କର ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ ତ କ'ଣ କରିବେ ଆପଣ ଗୋଟିଏ ଚାଉଳକୁ ଗୋଟିଏ କଳସୀରେ ଭରି କିଛି କଏନ୍ ତାପରେ ଭରି ଚଉରା ମୂଳରେ ରଖିଦିଅନ୍ତୁ ପୂଜା ଅର୍ଚ୍ଚନା କରିଦିଅନ୍ତୁ ଦିନଠୁ ରାତିରେ ଯେତେବେଳେ ଆପଣ ସେ ଚାଉଳକୁ କ'ଣ କରିବେ ନା ସନ୍ଧ୍ୟା ସମୟରେ ଆପଣ କ'ଣ କରିବେ ସେ ଚାଉଳକୁ ଅଧେ ଆପଣ ପାଣିରେ ପକାଇଦେବେ ଆଉ ଯେଉଁ ଅଳ୍ପ ରହିଲା ତାକୁ କ'ଣ କରିବେ ଗୋଟେ ନାଲି କପଡ଼ାରେ ବାନ୍ଧି ଆପଣ ନିଶ୍ଚିନ୍ତ ଭାବରେ ଗଡରେଜରେ ରଖନ୍ତୁ ଯାହାଦ୍ୱାରା ଆପଣଙ୍କର ମା ଲକ୍ଷ୍ମୀଙ୍କ କୃପା ବର୍ଷ ତମାମ ରହିବ ଆଉ ସେଦିନ କିଛି ରାଶି ଆପଣ କଳା ରାଶି ଶନିଙ୍କୁ ଚଢ଼ାଇବା ସହିତ ଦାନ କରନ୍ତୁ ରାଶି ଲଡ଼ୁ ଦିଅନ୍ତୁ ଗଣେଶଙ୍କ ଉପରେ ଦୁବ ଚଢ଼ାନ୍ତୁ ଯାହା ଅନନ୍ୟ ସୁଯୋଗ କେବେ ହାତ ଛଡ଼ା କରନ୍ତୁ ନାହିଁ ଯାହାଦ୍ୱାରା ଧନ ପ୍ରାପ୍ତି ମଧ୍ୟ ଯୋଗ ରହିଛି ଜୟ ଜଗନ୍ନାଥ।